ଗ୍ରାମରେ ପାଠାଗାର ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ। ମାନନୀୟ ଶ୍ରୀଯୁକ୍ତ ଜିଲ୍ଲାପାଳ ମହୋଦୟ ବଲାଙ୍ଗୀର, ବିଷୟ ଆମ ଗ୍ରାମରେ ଏକ ପାଠାଗାର ସ୍ଥାପନ ପାଇଁ ପ୍ରାର୍ଥନା। ମହାଶୟ, ସବିନୟ ନିବେଦନ ଯେ ଆମେ ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ଗ୍ରାମର ବାସିନ୍ଦା। ଆମ ଗ୍ରାମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷାପ୍ରେମୀ ବ୍ୟକ୍ତି ରହୁଥିଲେ ମଧ୍ୟ ଏଠାରେ କୌଣସି ପାଠାଗାର ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷଣ ପୁସ୍ତକ, ଖବରକାଗଜ ଓ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଉନାହାନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ଆବଶ୍ୟକ ପୁସ୍ତକ ଉପଲବ୍ଧ ହେଉନାହିଁ। ଆମ ଗ୍ରାମରେ ଏକ ପାଠାଗାର ସ୍ଥାପିତ ହେଲେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଏବଂ ସାଧାରଣ ଲୋକମାନେ ଅଧିକ ଜ୍ଞାନ ଆହରଣ କରିପାରିବେ। ସେମାନଙ୍କ ମଧ୍ୟରେ ପାଠପଢ଼ାର ଅଭ୍ୟାସ ବୃଦ୍ଧି ପାଇବ ଏବଂ ଗ୍ରାମର ଶିକ୍ଷା ଓ ସାଂସ୍କୃତିକ ପରିବେଶର ଉନ୍ନତି ହେବ। ଅତଏବ ମହାଶୟଙ୍କୁ ଆମର ବିନମ୍ର ପ୍ରାର୍ଥନା, ଆମ ଗ୍ରାମରେ ଯଥାଶୀଘ୍ର ଏକ ପାଠାଗାର ସ୍ଥାପନ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କଲେ ଆମେ ସର୍ବଦା କୃତଜ୍ଞ ରହିବୁ। ଏତେ ଆପଣଙ୍କ ବିଶ୍ୱସ୍ତ ଭାଲୁମୁଣ୍ଡା ଗ୍ରାମବାସୀ ବୃନ୍ଦ। ସ୍ଥାନ, ତାରିଖ।